ବର୍ଷର ଶେଷ ଚନ୍ଦ୍ରଗ୍ରହଣ ଜାଣନ୍ତୁ ଘରେ କ'ଣ କରିଲେ ହେବ ଶୁଭଫଳ। ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ, ସ୍ୱାଗତ କରୁଛି ଆପଣଙ୍କୁ ଆମ ପ୍ରଜାପତି ଓଡ଼ିଶା ୟୁଟ୍ୟୁବ୍ ଚ୍ୟାନେଲର ଆଉ ଏକ ଜ୍ଞାନବର୍ଦ୍ଧକ ଭିଡ଼ିଓକୁ। ବନ୍ଧୁଗଣ, ବର୍ଷର ଶେଷ ଚନ୍ଦ୍ରଗ୍ରହଣ ଆସନ୍ତା 18 ସେପ୍ଟେମ୍ବର ବୁଧବାର ଦିନ ଲାଗିବାକୁ ଯାଉଛି। ଏହି ଚନ୍ଦ୍ରଗ୍ରହଣ ଭାରତରେ ଦୃଶ୍ୟମାନ ହେବ ନାହିଁ। ଏଥିପାଇଁ ଚନ୍ଦ୍ରଗ୍ରହଣର ନୀତି ନିୟମ ଆମ ଦେଶରେ ଜମାରୁ ଲାଗୁ ହେବ ନାହିଁ। କିନ୍ତୁ ଗ୍ରହଣ ଲାଗିବା ବେଳେ କିଛି ନୀତି ନିୟମ ପାଳନ କରିବା ନିହାତି ଜରୁରୀ ଅଟେ। ଗ୍ରହଣ ସମୟରେ କୌଣସି ଶୁଭ କାମ ନ କରିବା, ଖାଦ୍ୟ ନ ଖାଇବା, ଦେବାଦେବୀଙ୍କୁ ପୂଜାର୍ଚ୍ଚନା କରିବାକୁ ବାରଣ କରିବା ଲାଭଦାୟକ ହୋଇଥାଏ ତଥା ଏକାକୀ କୌଣସି ନିଛାଟିଆ ସ୍ଥାନକୁ ଯିବା ଉଚିତ ନୁହେଁ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହଣ ସମୟରେ କିଛି ବିଶେଷ ପଦକ୍ଷେପ କରିଲେ ଜୀବନରେ ଅନେକ ସମସ୍ୟା ସମାଧାନ ହୋଇପାରିବ। ଏବେ ଆସନ୍ତୁ ଜାଣିବା ଏହି ଚନ୍ଦ୍ରଗ୍ରହଣର ସମୟ ଅବଧି ସମ୍ପର୍କରେ। ଭାରତୀୟ ସମୟ ଅନୁସାରେ ସକାଳ 6:12 ଠାରୁ ଚନ୍ଦ୍ରଗ୍ରହଣ ଆରମ୍ଭ ହୋଇ ସକାଳ 10:17 ଶେଷ ହେବ, ଯାହା ପ୍ରାୟ 4 ଘଣ୍ଟା 6 ମିନିଟ୍ ପର୍ଯ୍ୟନ୍ତ ଲାଗି ରହିବ। ଏହି ସମୟକାଳ ମଧ୍ୟରେ ଆପଣ କିଛି ଉପାୟ ଆପଣାଇବା ଦ୍ୱାରା ଏହାର ପ୍ରଭାବ ଆପଣଙ୍କ ରାଶିଫଳ ଏବଂ ଜୀବନର ସମସ୍ୟା ଦୂର କରିବାରେ ସହାୟକ ହୋଇପାରେ। ନମ୍ବର 1, ଋଣରୁ ମୁକ୍ତି ପାଇବା ପାଇଁ ଉପାୟ। ଯଦି ଆପଣ ଋଣ ପାଇଁ ଚିନ୍ତାରେ ଅଛନ୍ତି, ଚନ୍ଦ୍ରଗ୍ରହଣ ଦିନ ଏକ ନୂଆ ତାଲା କିଣି ଚନ୍ଦ୍ରର ଆଲୋକରେ ରଖନ୍ତୁ। ପରଦିନ ଏହାକୁ ଏକ ମନ୍ଦିରରେ ରଖନ୍ତୁ। ବିଶ୍ୱାସ କରାଯାଏ ଯେ ଏହା କରିବା ଦ୍ୱାରା ଋଣମୁକ୍ତ ଶୀଘ୍ର ହୋଇଥାନ୍ତି। ନମ୍ବର 2, ଶିବ ମନ୍ତ୍ର ଜପ କରନ୍ତୁ। ଯଦି ଆପଣଙ୍କ ରାଶିରେ ଚନ୍ଦ୍ର ଦୁର୍ବଳ ରହିଛନ୍ତି, ତେବେ ଏହା ମାନସିକ ଚାପ, ଭାବପ୍ରବଣ ଅସ୍ଥିରତା ଏବଂ ମା ସହିତ ସମ୍ପର୍କରେ ଦୂରତା ସୃଷ୍ଟି କରିପାରିବ। ଚନ୍ଦ୍ରଗ୍ରହଣ ଦିନ ଶିବଙ୍କ ମନ୍ତ୍ର ଜପ କରିବା ଦ୍ୱାରା ମାନସିକ ଶାନ୍ତି ମିଳିଥାଏ ଏବଂ ପରିବାରରେ ସୁଖ ଓ ଶାନ୍ତି ବଜାୟ ମଧ୍ୟ ରହିଥାଏ। ନମ୍ବର 3, ଧଳା ବସ୍ତୁ ଦାନ କରନ୍ତୁ। ଚନ୍ଦ୍ରଙ୍କ ଦୋଷ ଦୂର କରିବା ପାଇଁ ଚନ୍ଦ୍ରଗ୍ରହଣ ଦିନ ଧଳା ପୋଷାକ ପରିଧାନ କରନ୍ତୁ। ଏହା କେବଳ ଆପଣଙ୍କ ରାଶିରେ ଶକ୍ତିଶାଳୀ କରିବ ନାହିଁ, ବରଂ ଦେବୀ ଲକ୍ଷ୍ମୀଙ୍କ ଆଶୀର୍ବାଦ ପ୍ରାପ୍ତି ହେବ। କ୍ୟାରିୟରରେ ଅଗ୍ରଗତି, ଧନ ବୃଦ୍ଧି ଏବଂ ଜମା ହୋଇଥିବା ଧନରେ ମଧ୍ୟ ଲାଭ ହୋଇଥାଏ। ନମ୍ବର 4, କାଉ ଏବଂ ପିମ୍ପୁଡ଼ିକୁ ଖାଇବାକୁ ଦିଅନ୍ତୁ। ଯଦି ଆପଣ କ୍ୟାରିୟରରେ ସଫଳତା ପାଇବାକୁ ଚାହୁଁଛନ୍ତି ଏବଂ ଚାକିରି ପାଇବାକୁ ଆଶା ରଖିଛନ୍ତି, ତେବେ ଚନ୍ଦ୍ରଗ୍ରହଣ ଦିନ କାଉକୁ ମିଠା ଚାଉଳ ଖାଇବାକୁ ଦିଅନ୍ତୁ। ଏହା ସହିତ ପିମ୍ପୁଡ଼ିକୁ ମଇଦା ଦେବା ଦ୍ୱାରା ଆର୍ଥିକ ଲାଭ ମିଳିଥାଏ। ତେବେ ଦର୍ଶକ ବନ୍ଧୁ, ଆଜି ପାଇଁ ବାସ୍ ଏତିକି ଥିଲା। ଯଦି ଆପଣଙ୍କୁ ଆଜିର ଏହି ଭିଡ଼ିଓଟି ଭଲ ଲାଗିଲା, ତେବେ ଏହି ଭିଡ଼ିଓଟିକୁ ଗୋଟେ ଲାଇକ୍ କରିଦିଅନ୍ତୁ ଏବଂ ଆମ ଚ୍ୟାନେଲକୁ ମଧ୍ୟ ସବସ୍କ୍ରାଇବ୍ କରିନିଅନ୍ତୁ ଓ ନିଜର ସାଙ୍ଗସାଥୀଙ୍କ ସହ ସେୟାର କରିବାକୁ ଜମାରୁ ଭୁଲନ୍ତୁ ନାହିଁ। ଧନ୍ୟବାଦ।